ବର୍ତ୍ତମାନ ମୋର ଆଲୋଚନା ଆଧୁନିକ ଓଡ଼ିଆ କବିତା ଉପରେ। ଆଜି ମୁଁ ଦୁଇଟି ଛୋଟ ଛୋଟ କବିତାକୁ ପ୍ରସଙ୍ଗରେ ନେଇଛି। ପ୍ରଥମଟି କବି ଭାନୁଜୀରାଓଙ୍କ ରଚିତ କାଠଯୋଡ଼ି ନାମକ କବିତା। ପ୍ରଥମେ ମୂଳ କବିତାଟିକୁ ମୁଁ ପାଠ କରିଦେଉଅଛି। କାଠଯୋଡ଼ି। କବି ଭାନୁଜୀରାଓ। କାଶ ଫୁଲ ଘାସ, କୁମାରୀର ମୁହଁ ପରି ମସୃଣ ଆକାଶ, ଧୋବଲା ବାଲିର ଚରା, ପାଣି ନୀଳ କଇଁ, ମୁଠା ମୁଠା ବାଲି ବିଞ୍ଚି, ଶୋଇ ରହେ କାଠଯୋଡ଼ି ନଈ। କାଠଯୋଡ଼ି ସ୍ୱପ୍ନ ଦେଖେ ଦୂର କେଉଁ ସମୁଦ୍ରର କଥା, ଆଜି ସବୁ ଚୁପ୍‌ଚାପ୍ ବାଲି ବାଲି ଖାଲି ନୀରବତା। ଏ ବାଲିରେ ବୁଲିଯାଏ ମନ ମୋର, ବାଲିରେ ଗାଧାଏ ଛୋଟ ଛୋଟ ପାଣିଧାର, କାଶଫୁଲ ଘାସ, ହୋରି ଖେଳ ସାରି ଦେଇ ଊର୍ଦ୍ଧ୍ୱଶ୍ୱାସ ଦିନର ସୁରୋଜ, ସନ୍ଧ୍ୟା ଆସେ ସହରକୁ ଟପି ହୋଇ ପଥର ବୁରୁଜ। କାଠଯୋଡ଼ି ସ୍ୱପ୍ନ ଦେଖେ କାଶଫୁଲ ଧୋବଲା ବାଲିରେ, ଅଗଣିତ ନକ୍ଷତ୍ର ଛାଇ ବସନ୍ତରେ ସବୁଜ ଚଢ଼େଇ। ସନ୍ଧ୍ୟା ଆସେ କାଠଯୋଡ଼ି କଥା କହେ ବାଲି ଆଉ ନକ୍ଷତ୍ରର କଥା, ଛାୟାଚ୍ଛନ୍ନ ପୃଥିବୀର ବ୍ୟସ୍ତ ଆଉ ବିବର୍ଣ୍ଣ ଉଦରୁ, ରେଳ ପୋଲ ପାରି ହୋଇ ଜହ୍ନ ଉଠେ କମଳା ରଙ୍ଗର। ସମୁଦ୍ର। କବି ସୀତାକାନ୍ତ ମହାପାତ୍ର। ଜାଣିଛି ପଛରେ ଆସୁଛ ଆସୁଛ ଲକ୍ଷ୍ମୀପାଦ ପକେଇ ପକେଇ, ନୂପୁରର ରୁଣୁଝୁଣୁ ଶୁଭୁଛି ଶୁଭୁଛି, କେତେ ଜନ୍ମ କେତେ ମୃତ୍ୟୁ ଡେଇଁ। ନା, ପଛକୁ ଚାହିଁବା ମନା, ଚାହିଁଲେ ତମେ ଅଦୃଶ୍ୟ ହୋଇଯିବ ମୁହୂର୍ତ୍ତକେ, ଚୋର ଗୋପୀନାଥ ପରି। ଯନ୍ତ୍ରଣାରେ ଛଟପଟ ବୁଢ଼ାଟି ପଚାରେ, ଜହ୍ନ ଉଇଁବଣି ସମୁଦ୍ର ଢେଉ ଉପରେ, ଢେଉ ଦୁଷିବଣି ଝିଲିମିଲି ନଡ଼ିଆ ବାହୁଙ୍ଗା ପରି ଫଗୁଣ ରାତିରେ। ସେଇ ଗଛ ଟାଣି ଓଟାରି ହଉଛି ନଈ ଅତଡ଼ାରେ, ପାଗଳକୁ ଛାଡ଼ିଦିଅ ଯାଉ ସିଏ, ଯାଉ ଭାସି ସମୁଦ୍ରକୁ ଅନ୍ଧାରକୁ। ସେଇ ପଥରଟି ଗଡ଼ି 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 ଅଥର୍ବ ହୋଇ ଶୋଇଛି, ତାକୁ ଟିକେ ଦୟାକର ପୁନଶ୍ଚ ଗଡ଼େଇ ଦିଅ, ତା ଅନ୍ଧାର ତା କାଦୁଅ ହାଉ ସମୁଦ୍ରକୁ। ଅନ୍ଧାରରେ ବୋଝେ ନଈ, ଅସଂଖ୍ୟ ଝରଣା, ବାଟଘାଟ ନମାନି ବ୍ୟସ୍ତ ଦଉଡ଼ା ଗାଁରୁ ଗାଁକୁ, କୁଆଡ଼େ କୁଆଡ଼େ ସିଏ କଳା କାହ୍ନୁ। ଦିନ ଗଲା ବେଳ ଗଲା, ଗୁଣ ତାର ବାହୁନ ବାହୁନ। ମଲା ଓଟ ଶୀର୍ଣ୍ଣ ହାଡ଼ ପଛରେ ଲୁଚି ବସି ସେ ଦୁବଘାସ, ଆଖିରୁ ଝରାଇ ଲୁହ ବାହୁନେ ଓ ଝୁରେ। ମରୁଭୂମି ବାଲିକୁ ପଚାରେ, ସମୁଦ୍ର ଠିକଣା ତମେ ଜାଣିଛ କି? କେଉଁଠି ତା ନୀଳ ଦୀପ ଜଳେ? ଜାଣିଛି ଆସୁଛ ତମେ ମୋ ପଛରେ, ଲକ୍ଷ୍ମୀପାଦ ପକେଇ ପକେଇ। ମୋ ଭରସା ମୋ କାଦୁଅ, ମୋରି ସ୍ୱପ୍ନ ମୋରି ଭୟ, ଦୁହିଁକି ବଞ୍ଚେଇ ରଖି ଦୁଇ କଳା ଡୋଳାରେ ସମ୍ଭାଳି। ଶୂନ୍ୟରେ ତରଙ୍ଗ ଛବି ଆଙ୍କିବା ଖାଲି ମୋ କାମ, ମରଣର ସୁଗନ୍ଧିରେ ଭରପୂର ଅନ୍ଧାରରେ, କୋଟି ଜନ୍ମ କୋଟି ମୃତ୍ୟୁ ଡେଇଁ। ଲିଖିତ ଆଲୋଚନାର ଶୀର୍ଷକ ଓଡ଼ିଆ କବିତାରେ ନଦୀ ଓ ସମୁଦ୍ର। 7 ପୃଷ୍ଠାର ଏକ ଆଲୋଚନା। ଜୀବନ ସହିତ ପ୍ରକୃତିର ଚିତ୍ରଣ ସାହିତ୍ୟ ପାଇଁ ନୂଆ ବା ଅଭିନବ ନୁହେଁ। ଜୀବନ ଓ ପ୍ରକୃତି ଦୁହେଁ ବଞ୍ଚିବା ପାଇଁ ଯେତିକି ଦରକାର, ସୌନ୍ଦର୍ଯ୍ୟ ଉପଭୋଗ ପାଇଁ ମଧ୍ୟ ସେତିକି ଦରକାର। ଦୁହେଁ ମୁଦ୍ରାର ଦୁଇଟି ପାର୍ଶ୍ୱ, ଏକାନ୍ତ ଅବିଚ୍ଛିନ୍ନ ମନେ ହୁଅନ୍ତି। ସେହି ପ୍ରକୃତିର ଚିତ୍ରଣ ଭିତରୁ ନଦୀ ଓ ସମୁଦ୍ର ଅନ୍ୟତମ। ନଦୀକୁ ଜୀବନର ଗତିଶୀଳତା ଓ ସମୟର ପ୍ରବହମାନତା ସହିତ ଏବଂ ଖାଣ୍ଟି ଅବସ୍ଥିତିକ ବର୍ଣ୍ଣନା ମାଧ୍ୟମରେ ପ୍ରକାଶମାନ କରାଯାଇଛି, ଯଥା ଜୀବନ ଯମୁନା ଏବଂ ଦୁନିଆରେ ସମୟର ନଈ ବହିଯାଏରେ ହେଲା ନଈର ସମୟ ତଥା ଜୀବନ ବର୍ଣ୍ଣନାର ଦୁଇ ରୂପରେଖ। ପୁଣି ମଧୁରାଓଙ୍କର ନଦୀ ପ୍ରତି କବିତାରେ ଗିରିବର ନନ୍ଦିନୀ, ଅଟୁ ତୁହି ତଟିନୀ କିମ୍ବା ପୃଥିବୀ ପ୍ରତି କବିତାରେ ସୁଧାଧାରା ସମ ସରିତର ସ୍ରୋତ ବହୁଅଛି ତୋ ବକ୍ଷରେ, ସେ ଅମୃତ ପାନ ସ୍ଥାବର ଜଙ୍ଗମ କରୁଛନ୍ତି କି ସୁଖରେ। ଏବଂ ମହାନଦୀ ନାମକ ବି କବିତାଟିଏ ଅଛି। ଶୈଳୁ ଶିଖର ତଳପୁ ବରଜି, ପର୍ବତ ଶିଖର ଶଯ୍ୟା ତ୍ୟାଗ କରି ମହାନଦୀର ଉଦ୍ଗମନ। ଭାନୁଜୀରାଓଙ୍କର ନଈ ଆରପାରି କବିତାରେ ଜୀବନ ନଈର ଦୁଇ କୂଳ, ଜନ୍ମ ଏବଂ ମୃତ୍ୟୁର ମନନଶୀଳତାର ବୌଦ୍ଧିକ ବୁଦ୍ଧିଦୀପ୍ତ ବର୍ଣ୍ଣନା ରହିଛି।
ସମୁଦ୍ରକୁ ନେଇ ବତୀଘର ନାମକ ଓଡ଼ିଆ ସିନେମା ଗୀତ ହେଲା ସୀମାହୀନ ଦରିଆ ସାଥୀହୀନ ଦୁନିଆ ଏ ସମୟ ବେଳା ବୁକେ ଯେତେ ପାଦ ଚିହ୍ନ ଅତୀତର ଢେଉ ତଳେ ହୁଏ ରେ ବିଲୀନ। କିମ୍ବା ହିନ୍ଦୀ ସିନେମାର ଗୀତ ନଦିଆ ଚଲେ ଚଲେ ରେ ଧାରା ଚନ୍ଦା ଚଲେ ଚଲେ ରେ ତାରା तुझको चलना होगा तुझको चलना होगा। किंबा अपरिचित नामक ଓଡ଼ିଆ ସିନେମାର ଗୀତ ଅଜଣା ଏଇ ନଈ ଅଜଣା ଏଇ ନଈ ତାର ଠିକଣା ନାହିଁ ରେ ଜଣା ତାର ଠିକଣା ନାହିଁ ରେ ଜଣା ଯେ ପଥେ ଯାଏ ସେ ବହି। ଗାୟକ ଭିକାରୀ ବଳ। अपरिचिता नामक ଓଡ଼ିଆ ସିନେମାର ସୁନ୍ଦର ସ୍ମରଣୀୟତାର ଅଭୁଲା ଗୀତ ଔପନ୍ୟାସିକା ପ୍ରତିଭା ରାୟଙ୍କ ରଚିତ ଗୀତ ଏବଂ ଉପନ୍ୟାସ ଯାହାକି ଚଳଚ୍ଚିତ୍ର ରୂପ ଲାଭ କରିଥିଲା। ସେହିପରି ନାରୀ କବି ବ୍ରହ୍ମୋତ୍ରୀ ମହାନ୍ତିଙ୍କର ନିଜକୁ ସମୁଦ୍ର ମନେକରି କବିତାଟି ସମୁଦ୍ରର ଅଶାନ୍ତ ସ୍ଥିତି ମଣିଷ ମନର ଅଶାନ୍ତ ଅବସ୍ଥାକୁ ସୂଚାଏ। ସେହି କ୍ରମରେ ଓଡ଼ିଆ କବିତାରେ ନଦୀ ଓ ସମୁଦ୍ରର ବର୍ଣ୍ଣନା ପରିପ୍ରେକ୍ଷୀରେ ଭାନୁଜୀ ରାଓଙ୍କର କାଠଯୋଡ଼ି ନାମକ କବିତା ଏବଂ IAS କବି ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କର ସମୁଦ୍ର ନାମକ କବିତା ଦ୍ୱୟର ଏକକାଳୀନ ଆଲୋଚନା ସଂସ୍କୃତ ସମୀକ୍ଷାତ୍ମକ ପ୍ରବନ୍ଧରେ କରାଯାଉଅଛି। ଦୁଇ କବିତା ଏକ ଏକ ଚାରଣ ବା ଭ୍ରମଣ ପ୍ରିୟ ଦର୍ଶନର କାବ୍ୟିକ ଅଭିବ୍ୟକ୍ତି। କବି ଦୁହେଁ କାଠଯୋଡ଼ି ନଦୀ ଏବଂ ପୁରୀର ମହୋଦଧି ନାମକ ସମୁଦ୍ରକୁ ଅଲଗା ଅଲଗା ହୋଇ ବୁଲି ଯାଇ ନିଜର କାବ୍ୟିକ ମନନଶୀଳ ଅଭିଜ୍ଞତାକୁ ବର୍ଣ୍ଣିଛନ୍ତି। କବି ଭାନୁଜୀ ରାଓ କଟକ ସହରର ବାସିନ୍ଦା ଥିଲେ ଏବଂ ଅଧିବାସୀ ଥିଲେ। କଟକର କାଳିଗଳିରେ ତାଙ୍କର ଜନ୍ମ, ଖଟବିନ୍ ସାହିରେ ବାସ। ଭକ୍ତକବି ମଧୁସୂଦନ ରାଓଙ୍କର ନାତି, ରକ୍ତଗତ ବଂଶାନୁଗତ ପ୍ରାପ୍ତ ପ୍ରତିଭାର ସେ ପୁରସ୍କୃତ ପାଠ୍ୟାନ୍ତର୍ଗତ କବି। ବିଷାଦ ଏକ ଋତୁ, ନଈ ଆରପାରି, ଚନ୍ଦନ ବନରେ ଏକା, ଦର୍ପଣ ସାମ୍ନାରେ ତାଙ୍କର କବିତା ପୁସ୍ତକର ନାମାବଳୀ। କାଠଯୋଡ଼ି କଟକ ସହରର ପ୍ରବାହିତ ଅନ୍ୟତମ ପ୍ରସିଦ୍ଧ ମନେ ରହିଥିବା ନଦୀ ବିଶେଷ। କବି ଦିନେ ଜହ୍ନପକ୍ଷ ରାତି ଅଥବା ଦିନବେଳେ ଥରେ କାଠଯୋଡ଼ି ନଦୀକୁ ଦେଖିବାକୁ ଯାଇ ତାର ସୁବିସ୍ତୃତ ବାଲୁକା ଶଯ୍ୟା ଉପରେ ବୁଲିଛନ୍ତି, ବସିଛନ୍ତି, ଭାବିଛନ୍ତି, ଗାଧୋଇଛନ୍ତି। ଯାହା ଚିନ୍ତା କରିଛନ୍ତି ତାର କାବ୍ୟିକ ପ୍ରକାଶ କାଠଯୋଡ଼ି ନାମକ କବିତା ପାଠକବର୍ଗଙ୍କୁ ଦେଇଛି, ପରିବେଷଣ କରିଛି। କବି କାଠଯୋଡ଼ି ନାମକ ନଦୀରେ ତାର ବାଲୁକା ରାଶିରେ ବୁଲିବା ସମୟରେ ପାର୍ଶ୍ୱରେ କାଶତଣ୍ଡି ଫୁଲ ଫୁଟିଯାଇ ପବନ ଦୋଳାରେ ଦୋହଲୁଅଛିକୁ ଦେଖୁଛନ୍ତି। ଶରତ ଋତୁରେ କାଶତଣ୍ଡି ଫୁଲ ସାଧାରଣତଃ ଫୁଟେ ଓ ଆଖିକୁ ବହୁଳ ପରିମାଣରେ ଦେଖାଦିଏ। ଏହି କାଶତଣ୍ଡି ଫୁଲ ଓ ତାର ସମାଚ୍ଛନ୍ନ ଘାସଗୁଚ୍ଛକୁ ଦେଖିକି ଯୁବତୀ ଝିଅର ପାଲିସ ଗାଲ ଗଣ୍ଡ ଦେଶକୁ ଆକାଶର ମସୃଣ ଅବସ୍ଥିତି ସହିତ ତୁଳିତ କରିଛନ୍ତି। ବୋଧେ ଝିଅକୁ ଦେଖୁଛନ୍ତି, ନଚେତ୍ ପ୍ରେମିକା ସହିତ ନଦୀ ବାଲିରେ ବୁଲି ବସିଥିବା ବେଳେ ଏହି ଭାବନା କବି ମନକୁ ଆସିଛି। କବି କାଠଯୋଡ଼ି ନଦୀ ବାଲିକୁ ଦେଖି କହୁଛନ୍ତି, ତାହା ଧଳା ବା ସଫେଦ ସଫା ବାଲୁକା ରାଶି ବିଛେଇ ହୋଇ ପଡ଼ିଛି। କାଠଯୋଡ଼ି ନଦୀର ଜଳ ନୀଳ ରଙ୍ଗର ମୋଠା ମୋଠା ବାଲୁକା ଶଯ୍ୟାରେ କାଠଯୋଡ଼ି ନଦୀଟି ଶାନ୍ତ ନୀରବ ଏକାକୀ ଅଛି। ଗହଳ ଚହଳ ନାହିଁ। କାଠଯୋଡ଼ି ରେଳ ପୋଲ କିମ୍ବା ସ୍ଥଳ ଯାନର ପୋଲରେ ଗାଡ଼ି ଚଳାଚଳ ନାହିଁ। କବି କହୁଛନ୍ତି କାଠଯୋଡ଼ି ଏକ ନଦୀର ନାମ, ଆଉ ନଦୀର ଧର୍ମ ହେଲା ସାଗର ସଙ୍ଗମ ବା ସମୁଦ୍ର ସହିତ ମିଶିବା। କାଠଯୋଡ଼ି ନଦୀ ମଧ୍ୟ ସମୁଦ୍ର ସହିତ ମିଶିଛି ବା ମିଶିବାର ସ୍ୱପ୍ନ ଦେଖୁଛି। କ୍ରମେ କାଠଯୋଡ଼ି ନଦୀର ଗତିରେ ତାର ନାମକୁ ମାନବ ବଦଳାଇ କୁଆଖିଆ ବି ଦେଇଅଛି। ତେଣୁ ଖାଣ୍ଟି କାଠଯୋଡ଼ି ନାମରେ ନଦୀଟି ହୁଏତ ସାଗର ସଙ୍ଗମ କରିବାର ସ୍ୱପ୍ନ ଦେଖୁଛି ବା ମିଶିବାର ଆଶା କରୁଛି। କବିଙ୍କର ମନେ ହୋଇଛି କାଠଯୋଡ଼ି ନଦୀରେ ପର୍ଯ୍ୟଟକଙ୍କର ବୁଲିବାର ଗହଳି ନାହିଁ। ଶୂନଶାନ ଚୁପଚାପ ହୋଇ ନଦୀଟି ଏକୁଟିଆ ପଡ଼ିଛି। କବି ନଦୀ ବାଲିରେ ବୁଲିଛନ୍ତି, ନଦୀ ପାଣିରେ ବି ଗାଧୋଇଛନ୍ତି। ଯେହେତୁ ସ୍ଥାନୀୟ ଲୋକ, ନଦୀ ବାଲିରେ କେଉଁଠି କେଉଁଠି ଛୋଟ ଛୋଟ ପାଣିଧାର ଦେଖୁଛନ୍ତି। ଲୋକମାନେ ହୋଲି ଖେଳ ସାରି ଗାଧୋଇ ବି ଅଛନ୍ତି।
ଅସ୍ଥିର ଚିତ୍ତ ହୋଇ ବେଗି ବେଗି ଗାଧୋଇ ଘରକୁ ଯାଇ ଭାତ ବା ମଧ୍ୟାହ୍ନ ଭୋଜନ ଖାଇବେ। ଭୋକ ଲାଗିଲାଣି। ଯୋଉଥିପାଇଁ ଊର୍ଦ୍ଧ୍ୱଶ୍ୱାସ ଶବ୍ଦ ଲଗାଇଛନ୍ତି କବି। ଦିନର ସୂର୍ଯ୍ୟକିରଣରେ ଏବଂ ସନ୍ଧ୍ୟାର ଆଲୋକ ବିକିରଣରେ କାଠଯୋଡ଼ି ନଦୀର ପଥର ବନ୍ଧ ଡେଇଁ ପଡ଼ିଛି, ଆଲୋକାୟିତ ହୋଇଛି। କାଠଯୋଡ଼ି ନଦୀ ପ୍ରକୃତି ଭିତରେ ଥିବାରୁ ଋତୁମାନଙ୍କର ପ୍ରଭାବରେ ଆସେ। ରାତିରେ ଆକାଶ ଭର୍ତ୍ତି ତାରା ଫୁଟିବାକୁ ବି ଦେଖେ। ପକ୍ଷୀର କାକଳି ବି ଶୁଣେ। ବୃକ୍ଷର ସବୁଜିମାକୁ ବି ଦେଖେ। କବି କାଠଯୋଡ଼ି ନଦୀ ବାଲିରେ ରାତି ସମୟରେ ବୁଲିବାକୁ ଯାଇ ବାଲୁକା ଶଯ୍ୟାରେ ନାରୀ ସହିତରେ ବସି ନଦୀର ଉପର ତାରାଭର୍ତ୍ତି ଆକାଶକୁ ମୁଣ୍ଡ ଟେକି ଦେଖୁଛନ୍ତି। ଛାଇ ଆଲୁଅର ମଝିରେ ଥାଇ କଟକ ସହରର ବ୍ୟସ୍ତ ବିବ୍ରତ ଜନତା କାଠଯୋଡ଼ି ନଦୀର ସଡ଼କ ପୋଲ ଉପରେ ପେଟପାଟଣା ଚିନ୍ତାରେ ବିକଳ ଯାତ୍ରା କରୁଛନ୍ତି। ରେଳପୋଲ ଉପରିଭାଗରେ ପୃଥିବୀର ଧୂଳିଆ ବାଲିକଣା ମଧ୍ୟରେ ଲାଲୁଆ ରଙ୍ଗର ପୁନେଇ ଜହ୍ନ ଉଦୟ ଉତ୍ସବକୁ କବି ଶଯ୍ୟାରେ ବସିଥାଇ ଦେଖୁଛନ୍ତି। ସୁନ୍ଦର ମନୋମୁଗ୍ଧକର ରୋମାଣ୍ଟିକ୍ କଳ୍ପନା ବିଳାସର କ୍ଷୁଦ୍ର ଆକାରର କବିତା। ସେହିପରି IAS କବି ସୀତାକାନ୍ତ ମହାପାତ୍ରଙ୍କର ସମୁଦ୍ର ଅର୍ଥାତ୍ ପୁରୀର ମହୋଦଧି ସମୁଦ୍ରକୁ ବୁଲିବାକୁ ଦେଖିବାକୁ ଯାଇ ସେଠି ସାକ୍ଷୀଗୋପାଳର ପୌରାଣିକ କିମ୍ବଦନ୍ତୀକୁ ମନେ ପକାଇଛନ୍ତି। କାରଣ କବିଙ୍କର କବିତାରେ ମିଥିକ୍ ସ୍ୱର ଅନେକ ଶୁଣାଯାଇଥାଏ। ଏଠି ବି ସେଇଆ ହୋଇଛି। ଜନ୍ମ ଜନ୍ମାନ୍ତର ଧରି ଲୋକମୁଖରେ ଏହି କିମ୍ବଦନ୍ତୀଟି ଜଣାଶୁଣା କଥା। ପୁରୁଷ ଧରି ଓଡ଼ିଶାବାସୀ ଏହାକୁ ଶୁଣି ଆସିଛନ୍ତି। କବି ସମୁଦ୍ର ଢେଉରେ ଠିଆ ହୋଇ ପଛକୁ ଚାହିଁ ପାରୁନାହାନ୍ତି। କାଳେ ଅସାବଧାନତା ବା ଅସତର୍କ ହେଲେ ଢେଉ ଭସାଇ ନେଇପାରେ। କ୍ଷଣକରେ ମଣିଷ ଜୁଆର ସ୍ରୋତର ପ୍ରଖରତାରେ ଭାସି ବୁଡ଼ି ଅଦୃଶ୍ୟ ହୋଇପାରେ। ଏ ଭୟ ବି କବିଙ୍କର ଅଛି। ଭିକମଗା ବୁଢ଼ା ଭୋକ ତଥା ଉପାର୍ଜନରେ ଆତୁର ବ୍ୟସ୍ତ ହୋଇ ଭିକ ମାଗୁଅଛି। ସେଇଥିରେ ବ୍ୟସ୍ତ ଅଛି। ବେଶୀ ପାଇଲେ ତାର ଜୀବନ ଜହ୍ନ ଖୁସି ହେବ, ଉଲସି ଉଠିବ। ଜହ୍ନ ରାତିର ଶୋଭା ମନମୁଗ୍ଧକର। ପୁରୀ ସହର ନଡ଼ିଆ ଗଛରେ ପୂର୍ଣ୍ଣ। ଯେଉଁଠି ନଡ଼ିଆ ବାହୁଙ୍ଗାରେ ପବନରେ ଦୋହଲି ଜହ୍ନ ଆଲୁଅ ପବନରେ ଦୋଳି ଖେଳୁଅଛି, ହଲୁଅଛି। ତାର ଝିଲିମିଲି ଆଲୁଅକୁ କବି ଦେଖୁଛନ୍ତି ବାହୁଙ୍ଗା ଭିତରୁ ପଛଆଡ଼ୁ ଥାଇ। ଖୁସି ହେଉଛନ୍ତି ଝଡ଼ ତୋଫାନରେ ସେହି ଗଛର ଦୋହଲିବା ଭାରି ପ୍ରଖର। ସତେକି ନଡ଼ିଆ ଗଛ ପାଗଳ ହୋଇ ଯାଇଥାଏ ଏହି ପ୍ରଖର ପବନରେ। କୋଉଠି ଛିଣ୍ଡି ପଡ଼ି ପବନର ସମୁଦ୍ରର ସ୍ରୋତରେ ଠେଲି ହୋଇ ଭାଙ୍ଗିଯିବ। ଜୀବନକୁ ଅନ୍ଧାର କରିଦେବ। ରାସ୍ତାକୁ ଅଟକାଇ ଘରମାନଙ୍କ ଉପରେ ପଡ଼ି ସମୁଦ୍ରର ଜୁଆର ଓ ବାଲିରେ ଗଡ଼ି ଗଡ଼ି ଆବୁଡ଼ା ଖାବୁଡ଼ା ପଥର ଚିକ୍କଣ ପାଲିସ୍ ହୋଇଯାଇଛି। ସ୍ଥିର ହୋଇ ବାଲି ଉପରେ ପଡ଼ିଛି। ଦର୍ଶକ କବି ଦେଖି ତଳୁ ଗୋଟାଇ ହାତ ମାରି ଦେଖୁଛନ୍ତି, ପୁଣି ବାଲିରେ ଫୋପାଡ଼ି ଦେଇଛନ୍ତି। ସମୁଦ୍ରରେ ନଦୀମାନେ ସାଧାରଣତଃ ଆସି ପଡ଼ନ୍ତି, ମିଶନ୍ତି। ମଣିଷର ଚଲାପଥ ବାଟଘାଟକୁ ବନ୍ଦ କରାଇ ତାର ଗାଁ ସହରର ଯୁକ୍ତ ମାନବ ବସତିରେ ଝଡ଼ ତୋଫାନ ବାତ୍ୟା କଳା କରି ସମୁଦ୍ର ବକ୍ଷରେ ଆସେ। ସେ ସତେକି କଳାକାହ୍ନୁ, ଯାହାର ଗୁଣ ଗାରିମା ଗାଇଲେ ବି ସରିନଥାଏ। ସାକ୍ଷୀଗୋପାଳ ପୁରୀର ସମୁଦ୍ର, ଜଗନ୍ନାଥ ଧାମର ସମୁଦ୍ର। କବି ଦେଖୁଛନ୍ତି ସମୁଦ୍ର କୂଳରେ ଦୁର୍ବଳ ଜୀର୍ଣ୍ଣ ଶୀର୍ଣ୍ଣ ଓଟମାନ ବୁଲୁଛନ୍ତି ଘାସ ପାଗୁଳି କରି କରି। ଓଟ ଆଖିରୁ ଲୁହ ଝରିବାର କବି ଦେଖୁଛନ୍ତି। ଓଟକୁ ମରୁଭୂମିର ଜାହାଜ କୁହାଯାଇଥାଏ। ଧୈର୍ଯ୍ୟବାନ ନିରୀହ ଜୀବ ଓଟ। ସବୁ ସହିଲେ ବି ପ୍ରତିବାଦ କରିନଥାଏ। ସମୁଦ୍ରରେ ଯେମିତି ବାଲି, ମରୁଭୂମିରେ ସେମିତି ଅଜସ୍ର ବାଲି, ଆଉ ଖାଲି ବାଲି। ଆଶ୍ରାର ଠିକଣା ମରୁଭୂମିରେ ଭାରି କମ୍ ଥାଏ। ପୁଣି କବି ସାକ୍ଷୀ ଗୋପୀନାଥ ମିଥ୍ କଥା ମନେ ପକାଇଛନ୍ତି। ସମୁଦ୍ର ଏକ ରୁଦ୍ର ସୁନ୍ଦର ବସ୍ତୁ। ଏହା ଯେତିକି ଖୁସି ଦିଏ, ସେତିକି ଭୟ ଆଣେ। ଅସଂଖ୍ୟ ଲୋକ ଅସାବଧାନତାରେ ସମୁଦ୍ର ଜଳରେ ବୁଡ଼ି ମରିଛନ୍ତି। କବି କିନ୍ତୁ ପୁରୀ ସମୁଦ୍ର ବୁଲିବା ବେଳେ ସତର୍କ ସାବଧାନ ଅଛନ୍ତି। ଆଶା ରଖିଛନ୍ତି ମନରେ କି ସେ ସୁରୁଖୁରୁରେ ଘରକୁ ଫେରିଯିବେ। କାରଣ ଆପେ ବଞ୍ଚିଲେ ବାପର ନାଁର ଦୁର୍ଲଭ ମଣିଷ ଜୀବନକୁ ବଞ୍ଚେଇବାକୁ ପଡ଼ିବ। ଆତ୍ମହତ୍ୟା ମହାପାପ ପରା। କବି ଜଗନ୍ନାଥ ପ୍ରେମୀ ହୋଇଛନ୍ତି। ଭଗବାନ ଜୀବନଦାତା ଓ ତାର ରକ୍ଷାକର୍ତ୍ତା ଅଛନ୍ତି। ତେଣୁ ଡର କାହାକୁ, ଭୟ କାହାକୁ। ଠାକୁର ଅଛନ୍ତି ଚଉବାହାକୁ। କବି ସମୁଦ୍ର କୂଳରେ ବସି ବସି ଉପରର ଶୂନ୍ୟ ବା ଖାଲି ଆକାଶକୁ ଚାହିଁଛନ୍ତି। ମୃତ୍ୟୁ ଅନିଶ୍ଚିତ ଅନ୍ଧାର। ସମୁଦ୍ର ମଣିଷକୁ ସୌନ୍ଦର୍ଯ୍ୟର ଲୋଭ ଦେଖାଇ ନିଜର ସୁଖକର ଅସତର୍କ ମୁହୂର୍ତ୍ତ ବିଛାଇ ନିଜ କୋଳକୁ ଦୁଃଖର କାନ୍ଦିବା ଦେଇ ମଣିଷକୁ ଟାଣି ନେଇଥାଏ। ଏମିତି ଅସଂଖ୍ୟ ଅଜସ୍ର ଲୋକଙ୍କୁ ତାକୁ ଦେଖାଇ କିଛି ମଣିଷ
ସମୁଦ୍ରରେ ବୁଡ଼ି ମରିବା ପାଇଁ ସଂସାରରେ ଜନ୍ମ ନେଇଥାନ୍ତି ବୋଲି କବି ଭାବିଛନ୍ତି। ମଧୁସୂଦନ ରାଉଙ୍କର ଦୃଷ୍ଟିରେ ସମୁଦ୍ର ମୃତ୍ୟୁ ସିନ୍ଧୁର କରାଳ ଲହରୀ ତାଙ୍କର ଜୀବନଚିନ୍ତା ନାମକ କବିତାରେ